ଅଛି ଦେଖନ୍ତୁ ତଥା ମୋର ପ୍ରତିଭାଗୀ ଭାଇ ଓ ଭଉଣୀମାନେ। ଆଜିର ଏହି ଉପକୂଳ ସ୍ତରୀୟ ସର୍ଭେ ଅବସରରେ ଦିଆଯାଇଥିବା ତର୍କ ପ୍ରତିଯୋଗିତାର ବିଷୟବସ୍ତୁ ହେଉଛି ସହରାଞ୍ଚଳ ଜୀବନ ନା ଗ୍ରାମାଞ୍ଚଳ ଜୀବନ କେଉଁଟା ଭଲ? ମୋ ମତରେ ଗାଁ ଜୀବନଟା ନିଶ୍ଚିତ ଭାବେ ଭଲ, କାରଣ ମୁଁ କେତୋଟି କଥା ବ୍ୟାଖ୍ୟା କରିବି ଯଦ୍ୱାରା ଆପଣମାନେ ନିଜେ କହିବେ ଗାଁ ସହର ଠାରୁ ସବୁ ଦୃଷ୍ଟିକୋଣରୁ ସତଗୁଣରେ ଭଲ। ତେଣୁ କଥାରେ ଅଛି କେବେ କରା ତ କେବେ ଛାଇ, ଜୀବନ ଜୀବାର ଅସଲି ମଜା ତ ଗାଁରେ ଅଛି ଭାଇ। ଆପଣମାନେ ମନେ ପକାନ୍ତୁ ତ ସହରୀକରଣ ଆଗରୁ କେତେ ଅଧିକ ହୋଇଥିଲା। ବହୁ କମ୍ ଲୋକ ଯେଉଁମାନେ ଗାଁର ମୂଳ ବାସିନ୍ଦା ସେମାନେ ନିଜ ଘର ଜମି ଇତ୍ୟାଦିକୁ ଛାଡ଼ି କେବେ ହେଲେ ସହରକୁ ଯାଉନଥିଲେ, କାରଣ ସେଠାକାର ବାତାବରଣରେ ସେମାନେ ଅଣନିଶ୍ୱାସୀ ହୋଇଯାଉଥିଲେ। କିନ୍ତୁ ଗାଁର ସୁସ୍ଥ ବାତାବରଣ ପ୍ରକୃତି ପରିବେଶ ଓ ମଣିଷ ମଧ୍ୟରେ ଥିବା ଆପଣାଭାବ କେବେ କ'ଣ ଆମେ ସହରରେ ପାଇପାରିବା? କେବେ ନୁହେଁ। ଏବେ ଆପଣମାନେ କହିବେ ସହରରେ ଶିକ୍ଷା ସ୍ୱାସ୍ଥ୍ୟ ମନୋରଞ୍ଜନ ବ୍ୟବସ୍ଥା ଭଲ, ହେଲେ ମୁଁ ସେଗୁଡ଼ିକର ବି ଉତ୍ତର ଦେବି। ପ୍ରଥମେ ଶିକ୍ଷା କଥା, ମୁଁ ମାନୁଛି ସହରରେ ବଡ଼ ବଡ଼ ସ୍କୁଲ କଲେଜ ଇତ୍ୟାଦି ରହିଛି, କିନ୍ତୁ ସେଠାରେ ଅଧିକ ଆଡମିସନ ହେଉଥିବା ପିଲା ଗାଁକୁ ହିଁ ଯାଇଥାନ୍ତି, କାରଣ ସହରରେ ପିଲାମାନେ ମନୋରଞ୍ଜନ ବ୍ୟବସ୍ଥା ଭଲ ଥିବାରୁ ପାଠ ଅପେକ୍ଷା ଷାଠରେ ଅଧିକ ମନ ଦିଅନ୍ତି ଓ ରେଜଲ୍ଟ ଖରାପ କରନ୍ତି। ମାତ୍ର ଗାଁ ପିଲା ବିଦ୍ୟାଳୟରୁ ଆସି ଘର କାମ ସହ ପାଠପଢ଼ାରେ ମଧ୍ୟ ଧ୍ୟାନ ଦେଇଥାଏ, ତାଙ୍କର ଭବିଷ୍ୟତ ଉଜ୍ଜଳମୟ ହୋଇଥାଏ। ଏବେ ଆପଣମାନେ ମୋ କଥାରେ ଏକମତ ହୋଇପାରିବେ। ଯେତିକି ବଡ଼ ବଡ଼ ସୁନାମଧନ୍ୟ କବି IAS ଅଫିସର ବୈଜ୍ଞାନିକ ଓ କଳାକାର ପ୍ରାୟ ଗାଁରୁ ହିଁ ଜନ୍ମ ନେଇଥାନ୍ତି। ଆମ ଭାରତର ବଳପୁତ୍ର APJ ଅବଦୁଲ କଲାମ ମଧ୍ୟ ଏମିତି ଏକ ଗାଁରୁ ହିଁ ଆସିଥିଲେ। ଆମ ମୟୂରଭଞ୍ଜର ପାନ୍ଦୋଳ ଗ୍ରାମ କେତେ IAS OAS ତିଆରି କରିଛି। ସେଥିପାଇଁ ମୋର ମନେ ପଡ଼ୁଛି ଆମ ବଶିଷ୍ଠ କବି ଶ୍ରୀ ସଚ୍ଚିଦାନନ୍ଦ ରାଉତରାୟଙ୍କ କଥା। ସେ ତାଙ୍କ ଗାଁକୁ କେତେ ଭଲ ପାଆନ୍ତି, ଯେଉଁଥିପାଇଁ ସେ କହିଛନ୍ତି ଛୋଟ ମୋର ଗାଁଟି ଭୂଗୋଳ ପୋଥି ପତରେ ପଛେ ନଥାଉ ତାର ନାଁଟି ଛୋଟ ମୋର ଗାଁଟି। ଏବେ ମୁଁ ସ୍ୱାସ୍ଥ୍ୟ ସମ୍ବନ୍ଧରେ କହିବି। ଗାଁରେ ବାସ କରୁଥିବା ଲୋକମାନେ ପିଓର ଅକ୍ସିଜେନ ପାଉଥିବାରୁ ଓ ବିନା ସାର ବାଲା ଖାଦ୍ୟ ଖାଉଥିବାରୁ ବହୁତ କମ୍ ସ୍ୱାସ୍ଥ୍ୟ ସମସ୍ୟା ଭୋଗନ୍ତି। ତା ଛଡ଼ା ଆଜିକାଲି ସମସ୍ତ ଗ୍ରାମମାନଙ୍କରେ PHC ଓ CHC ହସ୍ପିଟାଲ ମାନ ତିଆରି ହୋଇଗଲାଣି, ଯଦ୍ୱାରା ସ୍ୱାସ୍ଥ୍ୟ ଖରାପ ହେଲେ ଟ୍ରିଟମେଣ୍ଟର ଅସୁବିଧା ଆଉ ନାହିଁ। ଗାଁର ସବୁଜିମା ଉର୍ବରା ଗଛପତ୍ର ଦେଖି ଆମ ଆଖି ମଧ୍ୟ କମ୍ ଖରାପ ହୋଇଥାଏ ଓ ସହରୀ ପିଲାଙ୍କ ପରି ଛୋଟବେଳୁ ଚଷମା ଲଗାଇବା ଦରକାର ପଡ଼େ ନାହିଁ। ଏଠି ମୋର ମନେ ପଡ଼େ ଆମ ମହାତ୍ମା ଗାନ୍ଧୀଙ୍କ କଥା। ସେ କହିଛନ୍ତି ଦ ସୋଲ୍ ଅଫ୍ ଇଣ୍ଡିଆ ଲିଭ୍ସ ଇନ୍ ଇଟ୍ସ ଭିଲେଜେସ୍, ଅର୍ଥାତ୍ ଭାରତର ଆତ୍ମା ଗାଁରେ ବସିଛି। ଆଜିକାଲି ସମସ୍ତ ଗାଁମାନଙ୍କରେ ପ୍ରଧାନମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ରାସ୍ତାଘାଟ ହୋଇଗଲାଣି, ଗମନାଗମନର ସୁବିଧା ହେଲାଣି, ଯାତାୟାତର ଅସୁବିଧା ଆଉ ନାହିଁ। ଶେଷରେ ମୁଁ ଆଉ ଗୋଟେ କଥା ଆପଣମାନଙ୍କୁ ଜଣାଇ ଦେଉଛି କି ଗାଁ ଅପେକ୍ଷା ସହରର ପିଲାମାନେ ବହୁତ କମ୍ ବୟସରୁ ଅର୍ଥାତ୍ ମଦ ପିଇ ଗାଡ଼ି ବାଇକ୍ ଚଳାଇବା ଦ୍ୱାରା ଆକ୍ସିଡେଣ୍ଟ କରି କେହି ନିଜ ଅଙ୍ଗ ପ୍ରତ୍ୟଙ୍ଗ ହରାଉଥିବା ବେଳେ କେହି ନିଜ ଦୁର୍ଲଭ ଜୀବନକୁ ମଧ୍ୟ ହରାଉଛନ୍ତି। ଏବେ ଆପଣମାନେ ଭାବନ୍ତୁ ସହର ଜୀବନ ଉପରେ ନା ଗାଁ ଜୀବନ ଉପରେ? ମୁଁ ତ ସବୁବେଳେ କହୁଥିବି ମୋ ଗାଁ ହିଁ ମୋର ମା, ତା ଖାଦ୍ୟ ଖାଇ ତା ଗୀତ ଗାଇ ଧରିଲି ମୋର ରାହା, ସେଇ ତ ମୋର ସାହା, ମୋ ଗାଁ ହିଁ ମୋର ମା।